ଆଖି ଉପରେ ନିୟନ୍ତ୍ରଣ ନଥିବା ମଣିଷ 6 ପ୍ରକାର କୁ ଅଭ୍ୟାସର ଶିକାର ହୁଏ ଓ ନିଜ ପାଦରେ କୁରାଡ଼ି ମାରେ। ଏସବୁ କଦଭ୍ୟାସରୁ ନିଜକୁ ବଞ୍ଚାନ୍ତୁ। ଯଦି ଆସି ସାରିଛି ତେବେ ସଜଗ ହୋଇ ତାର ମୂଳୋତ୍ପାଟନ କରନ୍ତୁ। ଉଦ୍ଦେଶ୍ୟ ବିହୀନ ଭାବେ ଟିଭିର ସବୁ କାର୍ଯ୍ୟକ୍ରମ ଦେଖିବା, ଚଞ୍ଚଳ ଆଖିରେ ଫିଲ୍ମର ନିରର୍ଥକ ଚିତ୍ର ପୋଷ୍ଟର ଦେଖିବା, ଅନ୍ୟଠାରେ ଦୋଷ ଦେଖିବା, ପ୍ରତି ଘଟଣାରେ ଭୁଲ ବାଛିବା, ନିୟନ୍ତ୍ରଣ ବିହୀନ କଳ୍ପନାରେ ମଜ୍ଜିଯିବା, ଦିବାସ୍ୱପ୍ନ ଦେଖିବା, ଇନ୍ଦ୍ରିୟ ସୁଖର ଲାଳସାରେ ବୁଡ଼ି ରହିବା, ଖବର କାଗଜର ନିରର୍ଥକ ସ୍ତମ୍ଭ ପଢ଼ିବା, ନିଜର ଦୃଷ୍ଟି ଲୋକଙ୍କର ଜ୍ଞାନ ଉପରେ ନ ରଖି ସେମାନଙ୍କର ଶାରୀରିକ ରୂପ ଓ ଧନ ସମ୍ପତ୍ତି ଉପରେ ରଖିବା। ସ୍ୱନିମ ନିୟମକୁ ପାଳନ କରନ୍ତୁ। ଲୋକମାନଙ୍କ ସହ ଏମିତି ବ୍ୟବହାର କରନ୍ତୁ ଯେମିତି ବ୍ୟବହାର ଆପଣ ସେମାନଙ୍କ ଠାରୁ ଆଶା କରନ୍ତି। ଏହା ହେଉଛି ସ୍ୱନିମ ନିୟମ। ଲୋକମାନଙ୍କ ସହାୟତା ବିନା ଆମକୁ କୌଣସି ବଡ଼ ସଫଳତା ମିଳିପାରେ ନା। ପ୍ରତିଟି ମଣିଷକୁ ସ୍ୱନିମ ନିୟମ ପାଳନ କରି ମିତ୍ର ସୃଷ୍ଟି କରିବାର କଳା ଶିଖିବା ଦରକାର। ଲୋକଙ୍କୁ ନିରୀକ୍ଷେଇ ଦେଖନ୍ତୁ, ସେମାନଙ୍କ ମନୋବିଜ୍ଞାନକୁ ବୁଝନ୍ତୁ, ସେମାନଙ୍କ ଭାବନାକୁ, ସେମାନଙ୍କ ଦୁନିଆକୁ ଯାଇ ଅନୁଭବ କରନ୍ତୁ। ମହାପୁରୁଷଙ୍କ କିଛି ନୀତିବାଣୀ, ଜ୍ଞାନୀଙ୍କ ଜୀବନ ଗୋଟେ ସ୍ୱପ୍ନ, ମୂର୍ଖଙ୍କ ପାଇଁ ଖେଳ, ଧନୀଙ୍କ ପାଇଁ କମେଡି ଓ ଗରିବଙ୍କ ପାଇଁ ଟ୍ରାଜେଡି। ସମସ୍ତେ ନିଜ ଚିନ୍ତାଧାରା ଅନୁଯାୟୀ ବିଶ୍ୱକୁ ପରିକଳ୍ପନା କରନ୍ତି। ପ୍ରକୃତରେ ତୁମେ କ'ଣ? ଏହି ବିଷୟରେ ତୁମେ ଯଦି ଥରେ ସ୍ପଷ୍ଟ ହୋଇଯାଅ ତେବେ ତୁମ ପାଇଁ ସବୁଠାରୁ ଭଲ କ'ଣ ହେବ ତାହା ବି ସହଜରେ ଜାଣିପାରିବ। ତୁମର ଜୀବନ ଆହୁରି ଫଳପ୍ରଦ ହେଉ ବୋଲି ଯଦି ତୁମେ ଚାହୁଁଛ ତେବେ ଏହାକୁ ଜୀଇବାର ଢଙ୍ଗରେ ପରିବର୍ତ୍ତନ ଆଣିବା ଜରୁରୀ। ଶାନ୍ତି ପ୍ରତିଷ୍ଠା କରିବା ମନର ଏକ ସ୍ଥିତି ଯାହା ଆତ୍ମାର ସ୍ଥିରତାରୁ ହିଁ ଆସିଥାଏ। ଜ୍ଞାନ ଦୁଇ ପ୍ରକାରର, ଗୋଟିଏ ହେଉଛି ମସ୍ତିଷ୍କରୁ ଆସୁଥିବା ଜ୍ଞାନ, ଅନ୍ୟଟି ହୃଦୟରୁ ଆସୁଥିବା ଜ୍ଞାନ। ଜୀବନ କ'ଣ ଆମେ ବୁଝିବାକୁ ଆରମ୍ଭ କଲାବେଳକୁ ଅଧା ଜୀବନ ସରିଯାଇଥାଏ। ଦାର୍ଶନିକଙ୍କ ଅନ୍ତିମ ଶିକ୍ଷା। ଚୀନର ମହାନ ଦାର୍ଶନିକ କନଫୁସିୟସଙ୍କ ଜୀବନର ଅନ୍ତିମ ମୁହୂର୍ତ୍ତ ଥିଲା। ମୃତ୍ୟୁ ଶଯ୍ୟାରେ ଶୋଇ ରହି ସେ ନିଜ ଶିଷ୍ୟକୁ ଡାକିଲେ ଆଉ ନିଜ ମୁହଁ ଖୋଲି ପଚାରିଲେ, ଟିକେ ଦେଖିଲ ମୋ ମୁହଁରେ ଜିହ୍ୱା ଅଛି ନା ନାହିଁ? ଏହି ଅଦ୍ଭୁତ ପ୍ରଶ୍ନ ଶୁଣି ଶିଷ୍ୟ ଟିକେ ଆଶ୍ଚର୍ଯ୍ୟରେ ପଡ଼ିଗଲା। ତଥାପି ସେ ମୁହଁ ଭିତରକୁ ଚାହିଁଲା ଆଉ କହିଲା, ଗୁରୁଦେବ, ଜିହ୍ୱା ତ ଯଥାସ୍ଥାନରେ ଅଛି। ଏଇ କ୍ଷଣି କନଫୁସିୟସ ଦ୍ୱିତୀୟ ପ୍ରଶ୍ନ ପଚାରିଲେ, କ'ଣ ଦାନ୍ତ ବି ଅଛି? ଶିଷ୍ୟ କହିଲା, ଦାନ୍ତ ତ ଦେଖିବାକୁ ମିଳୁନାହିଁ। କନଫୁସିୟସ ହସିକରି ଆଶ୍ୱସ୍ତିର ସହିତ କହିଲେ, ଦାନ୍ତ ସବୁ ଗଲା କୁଆଡ଼େ? ଏପରି କହି ସେ ଚୁପ୍ ହୋଇଗଲେ। ସବୁ ଶିଷ୍ୟ ପାଖରେ ଝାଙ୍କିବାକୁ ଲାଗିଲେ। କନଫୁସିୟସ ଧୀର ଭାବରେ କହିଲେ, ଏହି ରହସ୍ୟକୁ ବୁଝିନିଅ। ଏହାକୁ ନ ବୁଝିଲେ ତୁମର ସବୁ ଜ୍ଞାନ ବ୍ୟର୍ଥ ହୋଇଯିବ। ଜିହ୍ୱା କୋମଳ ଆଉ ସହିଷ୍ଣୁ ହେବା କାରଣରୁ ଯଥାସ୍ଥାନରେ ରହିଛି, ହେଲେ ଦାନ୍ତ କ୍ରୂର ଆଉ କଠୋର ହୋଇଥିବା କାରଣରୁ ଶୀଘ୍ର ଝଡ଼ି ପଡ଼ିଲା। ଜୟ ଶ୍ରୀ ଜଗନ୍ନାଥ।